ପିଲାମାନେ ଆଉ ଗୋଟେ କାହାଣୀ ଶୁଣିବା। କାହାଣୀଟିର ନାଁ ହେଲା ଠେକୁଆ ଓ କଇଁଛ। ବଣ ଭିତରେ ଗୋଟିଏ ଠେକୁଆ ରହୁଥିଲା। ସେ ଝରଣାକୁ ପାଣି ପିଇବାକୁ ଯାଉଥିଲା। ସେଇ ଝରଣାରେ ଗୋଟିଏ କଇଁଛ ରହୁଥିଲା। କଇଁଛ ଆଉ ଠେକୁଆ ଦୁହେଁ ସାଙ୍ଗ ହୋଇ ଖେଳୁଥିଲେ। ଠେକୁଆ ଖୁବ୍ ଜୋରରେ ଦୌଡ଼ି ପାରୁଥିଲା, ହେଲେ କଇଁଛ ଧୀରେ ଧୀରେ ଚାଲୁଥିଲା। ତେଣୁ ଠେକୁଆ ମନେ ମନେ ନିଜକୁ ବଡ଼ ବୋଲି ଭାବୁଥିଲା। ଦିନେ ଠେକୁଆ କହିଲା, ସଙ୍ଗାତ, ଆଜି ଦୌଡ଼ା ଦୌଡ଼ି ଖେଳ ଖେଳିବା। ଆଗରେ ତାଳ ଗଛ ଦେଖାଯାଉଛି, ତାକୁ ଆଗ ଯିଏ ଛୁଇଁ ପାରିବ ସେ ଜିତିବ। ଠେକୁଆ କଥାରେ କଇଁଛ ରାଜି ହେଲା। ଦୁହିଁଙ୍କ ମଧ୍ୟରେ ଦୌଡ଼ ଆରମ୍ଭ ହେଲା। ଠେକୁଆ ଖୁବ୍ ଜୋରରେ କିଛି ଦୂର ଦୌଡ଼ି ଗଲା। ତାପରେ ପଛକୁ ଚାହିଁ ଦେଖିଲା କଇଁଛ ବହୁତ ପଛରେ ପଡ଼ିଛି। ସେ ମନେ ମନେ ଭାବିଲା, କଇଁଛ ତ ଖୁବ୍ ଧୀରେ ଧୀରେ ଚାଲୁଛି। ମୁଁ କିଛି ସମୟ ଗଛ ଛାଇରେ ବସି ପଡ଼େ, ତାପରେ ଏକା ଦୌଡ଼ରେ ତାଳ ଗଛ ପାଖରେ ପହଞ୍ଚିଯିବି। ଏହି କଥା ଭାବି ଠେକୁଆ ଗଛ ଛାଇରେ ବସି ପଡ଼ିଲା। ଥଣ୍ଡା ପବନ ବହୁଥିଲା। ଠେକୁଆକୁ ଟିକେ ନିଦ ଲାଗିଲା। ସେ ଶୋଉ ଶୋଉ ଶୋଇପଡ଼ିଲା। କଇଁଛ ଧୀରେ ଧୀରେ ଚାଲିଥାଏ। ସେ କେଉଁଠି ହେଲେ ଠେକୁଆ ପରି ଅଟକିଲା ନାହିଁ। କେତେବେଳ ପରେ ଠେକୁଆର ନିଦ ଭାଙ୍ଗିଲା। ସେ ପଛକୁ ଚାହିଁ ଦେଖିଲା କଇଁଛ ପଛରେ ନାହିଁ। ଠେକୁଆ ଧଡ଼ପଡ଼ ହୋଇ ଉଠି ଆଗକୁ ଧାଇଁଲା, ହେଲେ ପାରିଲା ନାହିଁ। ସେତିକି ବେଳକୁ କଇଁଛ ତାଳ ଗଛ ପାଖରେ ପହଞ୍ଚି ସାରିଥିଲା। ଖେଳରେ ଠେକୁଆ ହାରିଲା, କଇଁଛ ଜିତିଗଲା।